ଆମ ଘର ଫ୍ରଣ୍ଟରେ ଜଣକ ବାଡ଼ିରେ ପ୍ରବଳ ଗବ ଗଛ ମନକୁ ମନ ଉଠିଛି। ମଞ୍ଜି ପଡ଼ିକି ଗୋଟିଏ ଗଛର ମଞ୍ଜି ପଡ଼ିକି ପ୍ରବଳ ଗବ ଗଛ ଉଠିଛି। ଏଇ ଗବ ଗଛ ର ମଞ୍ଜିରୁ ଆମେ ଜଡ଼ା ତେଲ ପାଉ। ଆମେ କରିପାରିବୁନି, କିନ୍ତୁ ଏଇଟା ଫ୍ୟାକ୍ଟ୍ରିରେ ହୁଏ। ଗବ ମଞ୍ଜିରୁ ଜଡ଼ା ତେଲ ହୁଏ। ତା ଛଡ଼ା ଆମେ ଜାଣିଛେ ଏଇଟା ବହୁତ ପବିତ୍ର ଗଛ। ପଣା ସଂକ୍ରାନ୍ତିରେ ଗୋଟିଏ ଦିନ, ଯେଉଁଟାକି ପଣା ସଂକ୍ରାନ୍ତିରେ ଏଇ ଗବ ଗଛର ଡାଳଟାକୁ, ପତ୍ର ନୁହେଁ ଡାଳଟାକୁ ଆମେ ବୃନ୍ଦାବତୀ ଉପରେ ଏଇ ଗବ ଡାଳଟି ବନ୍ଧାଯାଏ ଏବଂ ତା ସହିତ ନଡ଼ିଆ ହଉ ବା ଦେବଦାରୁ ହଉ ବନ୍ଧାଯାଇ ଠେକି ବସାଯାଏ, ଝୁଲେଇକି ବସାଯାଏ। ତେଣୁ ଏଇଟା ଏଇ ଗବ ଗଛ ବହୁତ ସୁନ୍ଦର ଲାଗିଲା। ତେଣୁ ମୁଁ ଭାବିଲି ଏଇ ସକାଳୁ ସକାଳୁ ଏଇ ଗବ ଗଛ ବୁଢ଼ା ହେଇ ମରିଯିବ। ତେଣୁ ମୁଁ ଏଇ ଗବ ଗଛର ଭିଡ଼ିଓ ଟିକେ କରିଦିଏ। କେତେ ଗବ ଗଛ ହେଇଛି। ଗବ ଗଛ ବହୁତ ସୁନ୍ଦର ଲାଗୁଛି, ଗ୍ରୀନିସ୍ ହେଇଛି। ତେଣୁ ଆର ବହୁତ ଇଏ ଭ୍ୟାଲୁଏବୁଲ୍। ଆମେ ଅର୍ଡ଼ିନାରୀ ଭାବୁ, ମନ ଉଠେ, କେବଳ ପଣା ସଂକ୍ରାନ୍ତି ଦିନ ଖୋଜୁ। କାରଣ ଆମେ ଜଡ଼ା ଗବ ମଞ୍ଜିରୁ ଆମେ ଜଡ଼ା ତେଲ ବାହାର କରିପାରୁନା, କିନ୍ତୁ ଲୋକ ଗବ ଚାଷ କରିକି ମଧ୍ୟ ଏହାର ମଞ୍ଜିରୁ, ଗବ ମଞ୍ଜିରୁ ଜଡ଼ା ତେଲ ତିଆରି କରନ୍ତି ଏବଂ ବଜାରରେ ବିକ୍ରି ହୁଏ। ଯେଉଁଟାକି ଆମେ ଦୀପାବଳି ହଉ କି ଘରେ ଯେ ଡେଲି ଜଡ଼ା ତେଲ ଦୀପ ହଉ ଏଇଟା ବ୍ୟବହାର କରାଯାଏ। ବହୁତ ସୁନ୍ଦର ହେଇଛି।